ନମସ୍କାର, ଜୟ ଜଗନ୍ନାଥ। ଆମର ଯେତେ ସମୃଦ୍ଧିର ଆବଶ୍ୟକତା ରହିଛି ତାହା ନିର୍ଭର କରୁଛି ଘର ଉପରେ ଏବଂ ଆମର ଘରର ରହିଛି 8ଟି ଦିଗ। ଯେଉଁ ଦିଗ ଉପରେ ଆମର ସବୁ କିଛି ନିର୍ଭର କରୁଛି। ସନ୍ତାନ କ୍ଷେତ୍ର, ବିବାହ, ଚାକିରି, ଆୟୁ, ରୋଗ, ଦୁର୍ଘଟଣା, ଋଣ, ଶତ୍ରୁ ଏସବୁ ନିର୍ଭର କରୁଛି। ଏବଂ 8ଟି ଦିଗ କେମିତି ରହିଲେ ଆମେ ସଦାସର୍ବଦା ସୁଖ ସମୃଦ୍ଧି ଲାଭ କରିବା। ଯଦି ଦିଗ ଗୁଡ଼ାକ ଠିକ୍ ରହିବ, ଉପଯୁକ୍ତ ରହିବ, ତେବେ ଆପଣଙ୍କୁ କୌଣସି ମତେ କଷ୍ଟ ଭୋଗ କରିବା ପାଇଁ ପଡ଼ିବ ନାହିଁ। ଯଦି ଦିଗକୁ ବିଚାର କରିବା ତେବେ ଦର୍ଶକ ବନ୍ଧୁ, ପ୍ରଥମ ହେଉଛି ଉତ୍ତର ଦିଗ, ଯାହା ଆମ ଜୀବନରେ ସୁଯୋଗ ତିଆରି କରିଥାଏ। ଅର୍ଥ ଆଗମନର ବାଟକୁ ଉନ୍ମୁକ୍ତ କରେ, ଶାନ୍ତି ପ୍ରଦାନ କରେ ଏବଂ ବୈବାହିକ ଜୀବନକୁ ସମୃଦ୍ଧି ଖୁସିରେ ଭରିଦିଏ ଏବଂ ସମ୍ପତ୍ତି ଆସିବାର ବାଟକୁ ଉନ୍ମୁକ୍ତ ରଖେ। ତେଣୁ ଉତ୍ତର ଦିଗକୁ ସବୁବେଳେ ସଫା ସୁତୁରା ରଖିବା ଅତ୍ୟନ୍ତ ଶୁଭଦାୟକ। ଉତ୍ତର ଦିଗର ଅଧିପତି ହେଉଛନ୍ତି କୁବେର। ସେଭଳି ଭାବରେ ଯଦି ଦେଖିବା ପୂର୍ବ ଦିଗ, ପୂର୍ବ ଦିଗର ଅଧିପତି ହେଉଛନ୍ତି ସ୍ୱୟଂ ଭାସ୍କର ବା ରବି। ଆମକୁ ପୂର୍ବ ଦିଗରୁ ସାମାଜିକ ପ୍ରତିଷ୍ଠା ମିଳିଥାଏ। ସୁଖ ସମୃଦ୍ଧି, ସାମାଜିକ ପ୍ରତିଷ୍ଠା, ନେମ୍ ଫେମ୍। ଯଦି ପୂର୍ବ ଦିଗରେ ଦୋଷ ଦୁର୍ବଳତା ରହିଲା ତାହେଲେ ଏସବୁ ମିଳିବା ବହୁତ କଷ୍ଟଦାୟକ ହେଇଥାଏ। ଅଗ୍ନିକୋଣ, ଅଗ୍ନିକୋଣ କଥା ପରେ କଥା ହେବା। ଏବେ ଦକ୍ଷିଣକୁ ଯିବା। ଦକ୍ଷିଣ ହେଉଛି ରାହୁଙ୍କର ସ୍ଥାନ। ଯେଉଁ ସ୍ଥାନରେ କିଛି ଭୁଲ କଲେ କେସ୍ କଚେରୀ ମାମଲାରେ ଛନ୍ଦି ହେବା, ଯମ ଦଣ୍ଡ ପାଇବା ଭଳି କଷ୍ଟ, ଯମ ଯନ୍ତ୍ରଣା ମିଳିଥାଏ। ଆପଣ ଯଦି ଉତ୍ତର ଭାଗରେ, ପୂର୍ବ ଭାଗରେ, ଦକ୍ଷିଣ ଭାଗରେ ପାଇଖାନା କରୁଛନ୍ତି, ତେବେ ଏଇ ଯେଉଁ ସବୁ ସୁଯୋଗକୁ ହରେଇବେ। ଦକ୍ଷିଣ ଦିଗ ଆପଣଙ୍କୁ ଆଗକୁ ନେବା ପାଇଁ ସହଯୋଗ କରିଥାଏ। କ୍ଷମତା, ପରାକ୍ରମ ନିର୍ଭର କରେ ଦକ୍ଷିଣ ଦିଗ ଉପରେ। ପଶ୍ଚିମ ଦିଗ, ପଶ୍ଚିମ ଦିଗ ମଧ୍ୟ ଅର୍ଥ ଆଗମନରେ ସହଯୋଗ କରିଥାଏ। ତେବେ 270 ଡିଗ୍ରୀ ଭିତରେ କେବେ ହେଲେ ପାଇଖାନା ନିର୍ମାଣ କରିବେନି। 4ଟି ଦିଗ ଜାଣିଲେ, 4ଟି କୋଣ, ଯାହାକୁ ଆମେ 8ଟି ଦିଗ ବୋଲି କହୁଛୁ, ଆଉ ହେଉଛି 4ଟି କୋଣ। ଐଶାନ୍ୟ କୋଣ, ଐଶାନ୍ୟ କୋଣର ଅଧିପତି ହେଉଛନ୍ତି ନିଜେ ବୃହସ୍ପତି ଏବଂ ଦେବଦେବ ମହାଦେବ। ସେଥିପାଇଁ ଆମେ ଘର ଯେତେବେଳେ ଶୁଭ ଦେଉ ଐଶାନ୍ୟ କୋଣରେ ଦେଇଥାଉ। ଐଶାନ୍ୟ କୋଣରେ ବାସ୍ତୁ ପଥର ସବୁବେଳେ ପୋତିଥାଉ। ଐଶାନ୍ୟ କୋଣ ଯଦି ରହିଲା ଭଲ, ଆମକୁ କ୍ଲିଅରିଟି ଆସିଥାଏ ଆମ ଲାଇଫରେ। ଆମେ କ'ଣ କରିବା ପାଇଁ ଚାହୁଁଛେ, କ'ଣ କରିବା, କ'ଣ ସଫଳତା ମିଳିବ, ସେ ସବୁ ସେଇଠୁ ମିଳିଥାଏ। ଅଗ୍ନିକୋଣ, ଦକ୍ଷିଣ ପୂର୍ବ ଅଗ୍ନିକୋଣ। ଅଗ୍ନିକୋଣଟି ହେଉଛି ଆର୍ଥିକ ସ୍ଥିତିକୁ ନିର୍ଭର କରାଏ, ଅର୍ଥାତ୍ ଚାକିରି, ବ୍ୟବସାୟ ଏସବୁକୁ ଦୃଢ଼ କରାଇଥାଏ। ଉତ୍ତର ସୁଯୋଗ ତିଆରି କରେ, ଅଗ୍ନିକୋଣ ତାକୁ ସୁଯୋଗକୁ ପରିବର୍ତ୍ତନ କରାଏ। ଯେମିତି ଚାକିରିର ଅଫର ଲେଟର ଆସିବ, ତାପରେ HR ଇଣ୍ଟରଭ୍ୟୁ କରିବ। ଇଏ ସେମିତି ଉତ୍ତର ଏବଂ ଅଗ୍ନିକୋଣ ଉଭୟ ସହିତ ପରିପୂରକ। ସେହିଭଳି ଭାବରେ ଐଶାନ୍ୟ କୋଣ ଏବଂ ଅଗ୍ନିକୋଣ, ଐଶାନ୍ୟ କୋଣ ପ୍ରତିନିଧିତ୍ୱ କରେ ଶାନ୍ତି, ଉଚିତ ବିଚାର ଧାରା ଏସବୁକୁ ନିର୍ଭର କରିଥାଏ। ତେଣୁ ଉଚିତ ବିଚାରଧାରା ହେଲେ ଆମର ଆର୍ଥିକ ସ୍ଥିତି ଦୃଢ଼ ରହେ। ଅଗ୍ନିକୋଣରେ ଯଦି କୌଣସି ଦୋଷ ଦୁର୍ବଳତା ରହିବ, କ୍ୟାରିୟର, ବ୍ୟବସାୟ, ଦଣ୍ଡ ଏସବୁ କ୍ଷେତ୍ରଟି ଉନ୍ମୁକ୍ତ ହୋଇଯାଏ। ବ୍ୟବସାୟରେ ଲସ୍ ହେବ, କ୍ୟାରିୟରରେ ପ୍ରୋବ୍ଲେମ୍ ହେବ ଏବଂ ଦଣ୍ଡ ମଧ୍ୟ ମିଳିବ। ତାର ଅଧିପତି ହେଉଛନ୍ତି ମଙ୍ଗଳ ଏବଂ ଶୁକ୍ର।
ସେହିଭଳି ଭାବରେ ନୈଋତ୍ୟ କୋଣର ଅଧିପତି ହେଉଛନ୍ତି ଯମ। ନୈଋତ୍ୟ କୋଣରେ ଆମେ କହୁ ସବୁବେଳେ ଆମର ଗୁରୁଜନ ବା ଘରର ଓନର ରହିବ। କାହିଁକି ନା ସେଇ ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେଭି ହେବା ଦରକାର, ଗାମ୍ଭୀର୍ଯ୍ୟ ହେବା ଦରକାର। ଏବଂ ସେଇ ସ୍ଥାନରେ ଯଦି ପାଇଖାନା ରହିଗଲା ତେବେ କ'ଣ ହେବ? କିଡ଼ନୀ, ଲିଭର, ହାର୍ଟ ଅନେକ ଗୁଡ଼ିକ ପ୍ରୋବ୍ଲେମ୍ ଦେଖାଦିବ, ବେଳେବେଳେ କ୍ୟାନ୍ସର ମଧ୍ୟ ଦେଖାଦେବ। ତାକୁ ଆଭଏଡ଼ କରାଯାଇ ନପାରେ। ସେଭଳି ଶେଷରେ ଦେଖିବା ଉତ୍ତର ପଶ୍ଚିମ ବାୟୁକୋଣ। ବାୟୁକୋଣ ହେଉଛି ସର୍ବଶ୍ରେଷ୍ଠ କୋଣ, ଯେଉଁଠି ଆମେ ଟଏଲେଟ୍ ତିଆରି କରିବା, ଘର ମଳତ୍ୟାଗ କରିବା। କିନ୍ତୁ ଆଜିକାଲି ସମାଜରେ ଘରଟିଏ କଲେ ସବୁ ରୁମ୍ରେ ଟଏଲେଟ୍ କରୁଛନ୍ତି, ଯେଉଁ କାରଣରୁ କୌଣସି ଲୋକ ଯେଉଁ ଗ୍ରୋଥ୍ କରିବା କଥା କରିପାରୁନାହାନ୍ତି। ଯେତିକି ଗ୍ରୋଥ୍ କଲେ ତା ପରବର୍ତ୍ତୀ ସମୟରେ ପୁଣି ଡିଗ୍ରୋଥ୍ କରିଯାଉଛନ୍ତି। ଏବଂ ବିଲ୍ଡରମାନେ ତାଙ୍କ ମନ ଇଚ୍ଛା ଟଏଲେଟ୍ ତିଆରି କରୁଛନ୍ତି, କେଉଁଠି ଈଶାନ୍ୟ କୋଣରେ, କେଉଁଠି ପୂର୍ବବାରେ, କେଉଁଠି ଅଗ୍ନି କୋଣରେ। ତେଣୁ ଯେଉଁ ରୋଗ ତିଆରି ହେଉଛି ଏସବୁ କାରଣରୁ। ଏବଂ ଯଦି ଏଇ 8ଟି ଦିଗ ପ୍ରତି ଆପଣ ଧ୍ୟାନ ଦେବେ ତେବେ ଦେଖିବେ ଜୀବନରେ କାହାକୁ କିଛି ପଚାରିବାର ନାହିଁ। ଉତ୍ତର ପୂର୍ବ, ଦକ୍ଷିଣ ପଶ୍ଚିମ, ଈଶାନ୍ୟ କୋଣ ଅଗ୍ନିକୋଣ, ନୈଋତ୍ୟ କୋଣ ବାୟୁକୋଣ। ଯଦି ବି କିଛି ଅସୁବିଧା ରହିଯାଇଛି ତାର ତୁରନ୍ତ ପ୍ରତିକାର କରାଇ ନେବାଟା ଉଚିତ। ଦେଖିବେ ଏତିକି କରାଇ ନେଲେ ଆପଣଙ୍କୁ କେବେ ହେଲେ କୌଣସି ସମସ୍ୟା ଆଉ ଭୋଗ କରିବା ପାଇଁ ପଡ଼ିବନି। ଜୟ ଜଗନ୍ନାଥ।